ଆଜିର ସାମ୍ବାଦିକ ସମ୍ମିଳନୀ ହେବାର ଉଦ୍ଦେଶ୍ୟ ଯେ ନିର୍ଭୀକ ଖବର ଆଉ ଅରବିନ୍ଦ ୟୁଥ୍ ଆଣ୍ଡ ଚାରିଟେବଲ୍ ଟ୍ରଷ୍ଟ ତରଫରୁ ଆସନ୍ତା ଉତ୍କଳ ଦିବସ ଉପଲକ୍ଷେ ଗୋଟିଏ ଗଣଦୌଡ଼ର ଆୟୋଜନ କରାଯାଇଛି। ଏହି ଜୟଦେବ ନିର୍ବାଚନ ମଣ୍ଡଳୀରେ ବହୁତ ଐତିହାସିକ ପୀଠ ସବୁ ରହିଛି। ଆମର ଶିଶୁ ଅନନ୍ତ ପୀଠ ରହିଛି, ଜୟଦେବ ପୀଠ ରହିଛି, 64 ଯୋଗିନୀ ପୀଠ ରହିଛି, ତା ସଙ୍ଗେ ସଙ୍ଗେ ବୁଦ୍ଧନାଥ ମନ୍ଦିର ରହିଛି, ବହୁ ପୁରାତନ ମନ୍ଦିର ମଧ୍ୟ ରହିଛି, ଯେଉଁଗୁଡ଼ାକି ସବୁ ପର୍ଯ୍ୟଟନ ସ୍ଥଳୀ ଭାବରେ ବିବେଚିତ ହେଉଛି। ଏହିସବୁ ସ୍ଥଳୀର ବିକାଶ ଆଉ ପ୍ରଚାର କରିବା ପାଇଁ ଏହି ଗଣଦୌଡ଼ର ମୁଖ୍ୟ ଉଦ୍ଦେଶ୍ୟ। ବହୁ ମହାମାନବ ମହାମନୀଷୀ ଏହି ଅଞ୍ଚଳରେ ଜନ୍ମଗ୍ରହଣ କରିଛନ୍ତି। ଏହି ଯେଉଁ ଗଣଦୌଡ଼ ଆସନ୍ତା ଏପ୍ରିଲ 1 ତାରିଖ ଦିନ ସକାଳ 7ଟା ସମୟରେ ବାଳକାଟି ସ୍ଥିତ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥଳରୁ ଆରମ୍ଭ ହୋଇ 64 ଯୋଗିନୀ ପୀଠ ପର୍ଯ୍ୟନ୍ତ ଏହି ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯୁବକମାନେ ପ୍ରାୟ 300ରୁ ଉର୍ଦ୍ଧ୍ୱ ଯୁବକମାନେ ଏହି ଗଣଦୌଡ଼ରେ ସାମିଲ ହେବେ। ଆସନ୍ତା ଏପ୍ରିଲ 1 ତାରିଖ ଦିନ ଏକ ଗଣଦୌଡ଼ର ଆୟୋଜନ କରାଯାଉଛି। ସେଥିରେ ଅରବିନ୍ଦ ୟୁଥ୍ ଆଣ୍ଡ ସୋସିଆଲ ଚାରିଟେବଲ୍ ଟ୍ରଷ୍ଟ ଏବଂ ନିର୍ଭୀକ ଖବରକାଗଜ ଉଭୟ ମିଳିତ ଭାବରେ ଉଭୟଙ୍କର ମିଳିତ ଆନୁକୂଲ୍ୟରେ ଏହି ଗଣଦୌଡ଼ ଆୟୋଜିତ ହେଉଛି। ଏହା ଆମର ଯେଉଁ ଧାର୍ମିକ ସ୍ଥଳୀ ଅଛି ଏବଂ ଯେଉଁ ମହାପୁରୁଷମାନେ ଅଛନ୍ତି ସେମାନଙ୍କୁ ବ୍ୟାପକ ଭାବରେ ତାଙ୍କର ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ଏ କାର୍ଯ୍ୟକ୍ରମର ଆରମ୍ଭ ଏବଂ ଯୁବକମାନଙ୍କୁ ବ୍ୟାପକ ଭାବରେ ସାମିଲ କରିବା ପାଇଁ 300ରୁ ଉର୍ଦ୍ଧ୍ୱ ଯୁବକ ଏହି ଗଣଦୌଡ଼ରେ ସାମିଲ ହେବେ। କାରଣ ଯୁବଶକ୍ତିର ଆବଶ୍ୟକତା ବର୍ତ୍ତମାନ ସମାଜରେ ଅଛି। ସମାଜକୁ ଆଗକୁ ନେବାକୁ ହେଲେ, ଦେଶକୁ ଆଗକୁ ନେବାକୁ ହେଲେ ଯୁବଶକ୍ତିର ବିଶେଷ ପ୍ରয়োଜନ। ସେଥିପାଇଁ